हालेलुया प्रभु यीशुଙ୍କର ମଧୁର ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଆପଣ ପବିତ୍ର ନାମକୁ ଧନ୍ୟବାଦ ଦେଉଛି ଆଜିର ପ୍ରୋଗ୍ରାମ ପାଇଁ। ଯେତେ ଲୋକ ଦେଖୁଛନ୍ତି ତୁମେ ଆଶୀର୍ବାଦ କର, ମତେ ମଧ୍ୟ କହିବାକୁ ବଳ ଦିଅ ଯେବେ ତୋର ମହିମା ଗୌରବରେ କରିବ। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍ ଆମେନ୍। ପ୍ରଭୁ ଯୀଶୁଙ୍କର ଗୌରବମୟ ନାମରେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ହାଲେଲୁୟା। ଆଜିର ବିଷୟଟି ହେଉଛି ପ୍ରେମ କିଏ ଅଟେ। ହାଲେଲୁୟା। ପ୍ରେମ କିଏ ଅଟେ। ଆଜି ଆମେ ଜାଣିବା ପ୍ରେମ ପ୍ରକୃତିରେ କିଏ ଅଟେ। ବିଭିନ୍ନ ପ୍ରକାର ଚିନ୍ତା ଲୋକମାନଙ୍କ ମନରେ ଥିବ, ପ୍ରେମ ସିଏ ଅଟେ, ପ୍ରେମ ଇଏ ଅଟେ, ପ୍ରେମ ତାକୁ କୁହାଯାଏ, ପ୍ରେମ ଆକୁ କୁହାଯାଏ। କିନ୍ତୁ ଆଜି ଜାଣିବା ପ୍ରକୃତରେ ପ୍ରେମ କିଏ ଅଟେ। ହାଲେଲୁୟା। ପ୍ରକୃତରେ ପ୍ରେମ କିଏ ଅଟେ, ଆଜି ଆମେ ସେ ବିଷୟରେ ଆଲୋଚନା କରିବା। ପ୍ରାୟ ଲୋକମାନେ ଭାବନ୍ତି ମା ବାପା ଭିତରେ ଯୋଉ ଭଲ ପାଇବା ଥାଏ ତାକୁ ପ୍ରେମ କୁହାଯାଏ। ପ୍ରାୟ ଲୋକ ଭାବନ୍ତି ସ୍ୱାମୀ ସ୍ତ୍ରୀ ଭିତରେ ଯୋଉ ଭଲ ପାଇବା ଥାଏ ତାକୁ ପ୍ରେମ କୁହାଯାଏ। ପ୍ରାୟ ଲୋକ ଭାବନ୍ତି ଗୁରୁ ଶିଷ୍ୟ ମଧ୍ୟରେ ଯୋଉ ଭଲ ପାଇବା ଥାଏ ତାକୁ ପ୍ରେମ କୁହାଯାଏ। ବାପା ମା ଓ ପିଲାମାନଙ୍କ ମଧ୍ୟରେ ଯୋଉ ଭଲ ପାଇବା ଥାଏ ତାକୁ ପ୍ରେମ କୁହାଯାଏ। ବା ଭାଇ ଭଉଣୀ ମଧ୍ୟରେ ଯୋଉ ପ୍ରେମ ଥାଏ ବା ଯୋଉ ଭଲ ପାଇବା ଥାଏ ତାକୁ ପ୍ରେମ କୁହାଯାଏ। ବା ସାଙ୍ଗ ସାଙ୍ଗ ମଧ୍ୟରେ ଯୋଉ ଭଲ ପାଇବା ଥାଏ ତାକୁ ପ୍ରେମ କୁହାଯାଏ। ହାଲେଲୁୟା। କିନ୍ତୁ ଯଦି ଆପଣ ଭଲରେ ଦେଖିବେ ଏହା ପ୍ରେମ ନୁହେଁ। ହାଲେଲୁୟା। ଯୋଉ ଭଲ ପାଇବା ଏମାନଙ୍କ ଭିତରେ ଅଛି ଏହା ପ୍ରକୃତରେ ପ୍ରେମ ନୁହେଁ, ଏହା ପ୍ରକୃତରେ ସ୍ୱାର୍ଥ ଅଟେ। ହାଲେଲୁୟା। କଣ ଅଟେ? ଏହା ସ୍ୱାର୍ଥ ଅଟେ। କେମିତି ନା ଆପଣ ଦେଖିବେ ଯେ ପର୍ଯ୍ୟନ୍ତ ପରସ୍ପରକୁ ହେଲ୍ପ କରୁଥିବେ, ହାଲେଲୁୟା, ପରସ୍ପରକୁ ସାହାଯ୍ୟ କରୁଥିବେ, ପରସ୍ପରର ଉନ୍ନତିର କାର୍ଯ୍ୟ କରୁଥିବେ, ସେ ପର୍ଯ୍ୟନ୍ତ ପରସ୍ପର ଭିତରେ ଭଲ ପାଇବା ଥିବ, ଆଗ୍ରହ ମନୋଭାବ ଥିବ, ଉତ୍ସାହ ମନୋଭାବ ଥିବ। କିନ୍ତୁ ପରସ୍ପରର ସାହାଯ୍ୟ କରିବା ମନୋବୃତ୍ତି ଯୋଉଠି ବନ୍ଦ ହେଇଗଲା, ପରସ୍ପରକୁ ଉନ୍ନତି ଦିଗ ଆଡ଼କୁ ନବାକୁ ବିଷୟ ଯୋଉଠି ବନ୍ଦ ହେଇଯିବ, ସେଇ ଜାଗାରେ ଦେଖିବେ ଆଉ ତାଙ୍କ ଭଲ ପାଇବା ବି ବନ୍ଦ ହେଇଯିବ, ଅର୍ଥାତ ପ୍ରେମ କରିବା ବି ବନ୍ଦ ହେଇଯିବ। ଆଉ କଣ ହୁଏ ନା ଝଗଡ଼ା ଆରମ୍ଭ ହେଇଯାଏ। ହାଲେଲୁୟା। ଗାଳି ଗୁଲଜ ଆରମ୍ଭ ହେଇଯାଏ, ପରସ୍ପର ବିରୁଦ୍ଧ ନିନ୍ଦା କଥା କହିବା ଆରମ୍ଭ ହେଇଯାଆନ୍ତି, ଏମିତିକି ମାଡ଼ ପିଟ ବି ହୁଅନ୍ତି। କାହିଁକି ହୁଅନ୍ତି? କାରଣ ଏଇ ଭଲ ପାଇବାଟା ପ୍ରକୃତରେ ପ୍ରେମ ନୁହେଁ। ଏଇ ଭଲ ପାଇବାଟା ପ୍ରକୃତରେ ହେଉଛି ସ୍ୱାର୍ଥ ଅଟେ। ହାଲେଲୁୟା। ପ୍ରେମ କିଏ ଅଟେ? ହାଲେଲୁୟା। ଏହା ପ୍ରେମ ନୁହେଁ, କାରଣ ଏହା ସ୍ୱାର୍ଥ ଅଟେ। ଯୋଉ ଜାଗାରେ ସ୍ୱାର୍ଥ ପୂରଣ ହବ ନାହିଁ, ସ୍ୱାମୀ ସ୍ତ୍ରୀର ସ୍ୱାର୍ଥ ପୂରଣ କଲାନି, କି ସ୍ତ୍ରୀ ସ୍ୱାମୀର ସ୍ୱାର୍ଥ ପୂରଣ କଲାନି, କି ପରସ୍ପର ଯୋଉ ଜାଗାରେ ସ୍ୱାର୍ଥକୁ ପୂରଣ ନ ହୁଏ ସେଇ ଜାଗାରେ ଝଗଡ଼ା କରିବା ଆରମ୍ଭ ହୁଏ, ଅଶାନ୍ତି କରିବା ଆରମ୍ଭ ହୁଏ, ନିନ୍ଦା କରିବା ଆରମ୍ଭ ହୁଏ, ଗାଳି କରିବା ଆରମ୍ଭ ହୁଏ, ମାରପିଟ କରିବା ଆରମ୍ଭ ହୁଏ। ଭଲ ପାଇବା ଗଲା କୁଆଡ଼େ? ପ୍ରେମ ଗଲା କୁଆଡ଼େ? ଆଉ ପ୍ରେମ ନାହିଁ କି ଭଲ ପାଇବା ନାହିଁ। କାରଣ ପରସ୍ପରର ସ୍ୱାର୍ଥ ପୂରଣ ହେଇପାରୁ ନାହିଁ, ପରସ୍ପର ଉନ୍ନତିର କାର୍ଯ୍ୟ କରିପାରୁ ନାହାନ୍ତି, ପରସ୍ପରକୁ ସାହାଯ୍ୟ କରି ପାରୁନାହାନ୍ତି। ତ ଏହା ପ୍ରେମ ନୁହଁ, ଏହା ସ୍ୱାର୍ଥ। ଯେ ପର୍ଯ୍ୟନ୍ତ ପରସ୍ପରର ଆବଶ୍ୟକତା ପୂରଣ କରିଚାଲୁଥିବେ ସେ ପର୍ଯ୍ୟନ୍ତ ଭିତରେ ଆଉ ଭଲ ପାଇବା ତାଙ୍କର ଥିବ, ପ୍ରେମ ଥିବ। କିନ୍ତୁ ଯେତେବେଳେ ପରସ୍ପରର ସ୍ୱାର୍ଥ ବା ଉପକାର ବା ସାହାଯ୍ୟ କରିବା ବନ୍ଦ ହେଇଯିବ, ସେତେବେଳେ ଭଲ ପାଇବା ବା ପ୍ରେମ ବି ବନ୍ଦ ହେଇଯାଇଥାଏ। ହାଲେଲୁୟା। ଏହା ଭଲ ପାଇବା ନୁହଁ, ଏହା ସ୍ୱାର୍ଥ ଅଟେ। ବାଇବେଲରୁ ଗୋଟେ ପଦ ପଢ଼ିବା ଆପଣ ଜାଣିପାରିବେ। ଯାକୁବ ପୁସ୍ତକ 4 ପର୍ବର 1 ପଦ। ଯାକୁବ ପୁସ୍ତକ 4 ପର୍ବର 1 ପଦ। ଏଟା ଲେଖାଯାଉଛି ଯେ ତୁମମାନଙ୍କ ମଧ୍ୟରେ ଯୁଦ୍ଧ ହୁଏ, ତୁମମାନଙ୍କ ମଧ୍ୟରେ ବିବାଦ ହୁଏ, ତୁମମାନଙ୍କ ମଧ୍ୟରେ ଝଗଡ଼ା ହୁଏ, ପରସ୍ପର କଳହ କରିଥାଅ, ପରସ୍ପର ବିରୁଦ୍ଧରେ ନିନ୍ଦାର କଥା କହିଥାଅ। କଣ ପାଇଁ କହିଥାଅ? ତୁମେ ପରସ୍ପରକୁ ଭଲ ପାଉଛ, ଭାଇ ଗୁରୁ ଶିଷ୍ୟକୁ ଭଲ ପାଉଛି, ଶିଷ୍ୟ ଗୁରୁକୁ ଭଲ ପାଉଛି, ଭାଇ ଭଉଣୀକି ଭଲ ପାଉଛି, ଭଉଣୀ ଭାଇକି ଭଲ ପାଉଛି, ସ୍ୱାମୀ ସ୍ତ୍ରୀକି ଭଲ ପାଉଛି, ସ୍ତ୍ରୀ ସ୍ୱାମୀକି ଭଲ ପାଉଛି, ସାଙ୍ଗ ସାଙ୍ଗକୁ ଭଲ ପାଉଛି, ସାଙ୍ଗ ସାଙ୍ଗକୁ ଭଲ ପାଉଛି। ତଥାପି ତୁମ ଭିତରେ ଯୁଦ୍ଧ କାହିଁକି ହଉଛି? ତୁମ ଭିତରେ ବିବାଦ କାହିଁକି ହଉଛି? ତୁମ ଭିତରେ ମାରପିଟ କାହିଁକି ହଉଛି? କେବଳ ଗୋଟାଏ ବିଷୟ ସକାଶେ। କଣ ସିଏ? ସେ ସୁଖ ଅଭିଳାଷ। ହାଲେଲୁୟା। ସେ ହଉଛି କଣ? ଆରାମ। ସେ କଣ? ଶାନ୍ତି। ସେ କଣ? ଆନନ୍ଦ। ଯେ ପର୍ଯ୍ୟନ୍ତ ଅପର ପାଟି ମୋର
ସୁଖ ଅଭିଳାଷକୁ ଧ୍ୟାନ ଦଉଥିବ, ପୂରଣ କରୁଥିବ, ଆଉ ସେ ପର୍ଯ୍ୟନ୍ତ ତା ସହିତ ମୁଁ ଭଲ ବ୍ୟବହାର କରୁଥିବି, ତାକୁ ମୁଁ ଭଲ ପାଉଥିବି, ତାକୁ ପ୍ରେମ କରୁଥିବି। ଆଉ ଯେତେବେଳେ ଅପର ପାର୍ଟି ମୋତେ କ'ଣ ମୋର ସ୍ୱାର୍ଥ ପୂରଣ କରିବା ବନ୍ଦ କରିଦେବ, ମୋତେ ସାହାଯ୍ୟ କରିବା ବନ୍ଦ କରିଦେବ, ମୋର ସୁଖ ଅଭିଳାଷକୁ ପୂରଣ କରିବା ବନ୍ଦ କରିଦେବ, ସେତେବେଳେ ଭଲ ପାଇବା କୁଆଡ଼େ ପଳାଏ, ପ୍ରେମ କୁଆଡ଼େ ପଳାଏ। ଆଉ କ'ଣ ଆରମ୍ଭ ହେଇଯାଏ? ଯୁଦ୍ଧ। କ'ଣ ଆରମ୍ଭ ହେଇଯାଏ? ବିବାଦ। କ'ଣ ଆରମ୍ଭ ହେଇଯାଏ? ମାରପିଟ। କ'ଣ ଆରମ୍ଭ ହେଇଯାଏ? ଏକ ଆରକ ବିରୁଦ୍ଧରେ ପରସ୍ପର ନିନ୍ଦାର କଥା ଆରମ୍ଭ ହେଇଯାଏ, ମାରପିଟ ଆରମ୍ଭ ହେଇଯାଏ। ହାଲେଲୁୟା। ତ ଏହା କ'ଣ ପ୍ରେମ ଅଟେ? ଏହା ପ୍ରେମ ନୁହେଁ, ଏହା ସ୍ୱାର୍ଥ ଅଟେ। ହାଲେଲୁୟା। ସୁଖ ବିଳାସ ଯେପର୍ଯ୍ୟନ୍ତ ପୂରଣ ହେଉଥିବ ସେ ପର୍ଯ୍ୟନ୍ତ ପରସ୍ପର ପ୍ରତି ପ୍ରେମ ଥିବ, ଭଲ ପାଇବା ଥିବ। ଆଉ ଯଦି ସୁଖ ବିଳାସ ପୂରଣ ନ ହେବ ସେ ଜାଗାରେ ଭଲ ପାଇବା ଦେଖାଯାଏନି, କି ପ୍ରେମ ଦେଖାଯାଏନି। ଏହା ପ୍ରକୃତିରେ ସ୍ୱାର୍ଥ ଅଟେ। ହାଲେଲୁୟା। ଆଜି ସମାଜରେ ମନୁଷ୍ୟ ଭିତରେ ଯେ ଭଲ ପାଇବା ଦେଖୁଛନ୍ତି ତା ପଛରେ କିଛି ନା କିଛି ସ୍ୱାର୍ଥ ଲୁଚିକି ଅଛି। ଆଉ ଯେପର୍ଯ୍ୟନ୍ତ ସ୍ୱାର୍ଥ ପୂରଣ ହେଉଥିବ ତ ସେଇ ବ୍ୟକ୍ତି ଅପର ପାର୍ଟି, ଅପର ପକ୍ଷର ଲୋକ ତାକୁ ଭଲ ପାଉଥିବ, ତାକୁ ଭଲ କଥା କହୁଥିବ, ତାକୁ ହେଲ୍ପ କରୁଥିବ। ଆଉ ଯେତେବେଳେ ଆଉ ତା ସ୍ୱାର୍ଥ ପୂରଣ ହେବା ବନ୍ଦ ହେଇଯିବ ସେତେବେଳେ ତା ଭଲ ପାଇବା ବି ବନ୍ଦ ହେଇଯାଏ। ହାଲେଲୁୟା। ଏହା ପ୍ରେମ ନୁହେଁ, ଏହା ସ୍ୱାର୍ଥ ଅଟେ। ହାଲେଲୁୟା। ଆଜି ଆମେ ଜାଣିବା ପ୍ରକୃତରେ ପ୍ରେମ କିଏ ଅଟେ। ଆଉ ଯିଏ ପ୍ରକୃତରେ ପ୍ରେମ ହେଇଥିବ ତା ଭିତରେ ସ୍ୱାର୍ଥ ନଥିବ। ସ୍ୱାର୍ଥ କହିଲେ କ'ଣ? ପାପ। ହାଲେଲୁୟା। ତା ଭିତରେ ପାପ ନଥିବ, ତା ଭିତରେ ଅଧର୍ମ ନଥିବ, ତା ଭିତରେ ସ୍ୱାର୍ଥ ନଥିବ। ଯଦି ସ୍ୱାର୍ଥ ଥିବ, ପାପ ଥିବ, ଅଧର୍ମ ଥିବ ତାହେଲେ ପ୍ରକୃତିରେ ସିଏ ପ୍ରେମ ବୋଲେଇବାକୁ ବା ପ୍ରେମ କହିବାକୁ ସିଏ ଉପଯୁକ୍ତ ଜିନିଷ ନୁହଁ। କିଏ ସିଏ ପ୍ରକୃତରେ ପ୍ରେମ? ବାଇବେଲ କ'ଣ କୁହେ ତା ବିଷୟରେ ଟିକେ ଆମେ ଆଲୋଚନା କରିବା। ପ୍ରଥମ ଯୋହନ 4 ପର୍ବର 8 ପଦ। ପ୍ରଥମ ଯୋହନ 4 ପର୍ବର 8 ପଦ। ଏଟା ଲେଖାଯାଉଛି ଯେ ପରସ୍ପରକୁ ପ୍ରେମ କର। କ'ଣ କର? ନା ପରସ୍ପରକୁ ପ୍ରେମ କର ବିନା ସ୍ୱାର୍ଥରେ, ବିନା ପାପରେ, ବିନା କୌଣସି ଲାଭର ବିଷୟ ବ୍ୟକ୍ତିଠାରୁ ପାଇବା ଆଶା ନ ରଖି ତାକୁ ପ୍ରେମ କର। ଲେଖାଉଛି ପରସ୍ପରକୁ ପ୍ରେମ କର। କାହିଁକି? ଲେଖା ହେଉଛି କାରଣ ଈଶ୍ୱର ପ୍ରେମ ଅଟନ୍ତି। ହାଲେଲୁୟା। ପ୍ରେମ କିଏ ଅଟେ? ପ୍ରେମ ଈଶ୍ୱର ଅଟନ୍ତି। ହାଲେଲୁୟା। ସାଙ୍ଗ ଭିତରେ ଭଲ ପାଇବା ପ୍ରେମ ନୁହେଁ। ସ୍ୱାମୀ ସ୍ତ୍ରୀକୁ ଭଲ ପାଇବା ତାହା ପ୍ରେମ ନୁହେଁ। ଗୁରୁ ଶିଷ୍ୟ ଗୁରୁକୁ ଭଲ ପାଇବା ତାହା ପ୍ରେମ ନୁହେଁ। ଭାଇ ଭଉଣୀକି ଭଲ ପାଇବା, ଭଉଣୀ ଭାଇକି ଭଲ ପାଇବା ତାହା ପ୍ରେମ ନୁହେଁ। କାହିଁକି ନୁହେଁ? ତାଙ୍କ ଭିତରେ ସ୍ୱାର୍ଥ ଅଛି। ହାଲେଲୁୟା। ବାଇବେଲ କହୁଛି ପ୍ରକୃତ ପ୍ରେମ କିଏ ଅଟନ୍ତି? ସିଏ ହେଉଛନ୍ତି ଈଶ୍ୱର। ହାଲେଲୁୟା। ଯିଏକି ଜଗତକୁ ସୃଷ୍ଟି କରିଛନ୍ତି, ପ୍ରତ୍ୟେକ ବିଷୟକୁ ସୃଷ୍ଟି କରିଛନ୍ତି, ସିଏ ହେଉଛନ୍ତି ଈଶ୍ୱର। ଆଉ ଈଶ୍ୱର ହିଁ ପ୍ରେମ ଅଟନ୍ତି। ହାଲେଲୁୟା। କିଏ ପ୍ରେମ ଅଟନ୍ତି? ଈଶ୍ୱର। କେବଳ ଈଶ୍ୱର ହିଁ ପ୍ରେମ ଅଟନ୍ତି। ତ ବର୍ତ୍ତମାନ ଆମେ ଜାଣିବା ଯଦି ଈଶ୍ୱର ନିଜକୁ କହୁଛନ୍ତି ମୁଁ ପ୍ରେମ ଅଟେ ବୋଲି, ମୁଁ ପ୍ରେମ ଅଟେ, ଯଦି ତାଙ୍କ ଭିତରେ ସ୍ୱାର୍ଥ ଦେଖାଗଲା, ତାଙ୍କ ଭିତରେ ପାପ ଦେଖାଗଲା, ତାଙ୍କ ଭିତରେ ଅଧର୍ମ ଦେଖାଗଲା ତାହେଲେ ପ୍ରକୃତରେ ସିଏ ପ୍ରେମ ହେବା ପାଇଁ ଯୋଗ୍ୟ ନୁହନ୍ତି। ଯଦି ଆମେ ପଢ଼ିବା ଯୋହନ, ପ୍ରଥମ ଯୋହନ ଆଉ 1 ପର୍ବର 5 ପଦ। ପ୍ରଥମ ଯୋହନ 1 ପର୍ବର 5 ପଦ। ଏଟା ଲେଖା ହେଉଛି ବହୁତ ସୁନ୍ଦର। ଲେଖା ହେଉଛି ଈଶ୍ୱର ଜ୍ୟୋତି ସ୍ୱରୂପ ଅଟନ୍ତି। କ'ଣ ଅଟନ୍ତି ସିଏ? ଜ୍ୟୋତି ସ୍ୱରୂପ। ଆଚ୍ଛା ମୋତେ କହିଲେ ଜ୍ୟୋତି କିଏ ଅଟେ? ସୂର୍ଯ୍ୟ ଅଟନ୍ତି ନା ନାହିଁ? ସୂର୍ଯ୍ୟ ଭଳି ଆଉ ଅନେକ ଜ୍ୟୋତି ଅଛନ୍ତି ଆଉ ଆକାଶ ମଣ୍ଡଳରେ, କିନ୍ତୁ ସୂର୍ଯ୍ୟକୁ ଦେଖିପାରୁଛେ ତାର ଉଦାହରଣ ନେବା। ସୂର୍ଯ୍ୟ ହେଉଛି କ'ଣ? ଜ୍ୟୋତି। ତାଙ୍କ ଭିତରେ, ସୂର୍ଯ୍ୟ ଭିତରେ କୌଣସି ଅନ୍ଧାରର କୌଣସି ବିଷୟ ଅଛି? ଟିକେ ବି କୌଣସି ପ୍ରକାର ଅନ୍ଧାରର ବିଷୟ ଅଛି କି? ନାହିଁ। କାହିଁକି? ନା ସୂର୍ଯ୍ୟ ହେଉଛି ଜ୍ୟୋତି। ତ ଏଠି ଲେଖାଯାଉଛି ଈଶ୍ୱର କ'ଣ ଅଟନ୍ତି? ଜ୍ୟୋତି ସ୍ୱରୂପ ଅଟନ୍ତି। ଅର୍ଥ ତାଙ୍କ ଭିତରେ କୌଣସି ପ୍ରକାର ଅନ୍ଧକାରର ବିଷୟ ହିଁ ନାହିଁ, ଲେଶ ହିଁ ନାହିଁ, ମାତ୍ରା ହିଁ ନାହିଁ, ବିନ୍ଦୁ ହିଁ ନାହିଁ। ହାଲେଲୁୟା। ଅନ୍ଧାର କାହାକୁ ବୁଝାଏ? ଅନ୍ଧାର ପାପକୁ ବୁଝାଏ, ଅନ୍ଧାର ଅଧର୍ମକୁ ବୁଝାଏ, ଅନ୍ଧାର ସ୍ୱାର୍ଥକୁ ବୁଝାଏ। ଆଲୁଅ କାହାକୁ ବୁଝାଏ? ଆଲୁଅ ପ୍ରେମକୁ ବୁଝାଏ, ଆଲୁଅ ପବିତ୍ରତାକୁ ବୁଝାଏ, ଆଲୁଅ ଧାର୍ମିକତାକୁ ବୁଝାଏ। ହାଲେଲୁୟା। ଲେଖା ହେଉଛି ଈଶ୍ୱର ଜ୍ୟୋତି ସ୍ୱରୂପ ଅଟନ୍ତି। ଅର୍ଥ ସେ ପ୍ରେମ ଅଟନ୍ତି। ହାଲେଲୁୟା। ସିଏ ପବିତ୍ର ଅଟନ୍ତି, ସେ ଧାର୍ମିକ ଅଟନ୍ତି। ହାଲେଲୁୟା। ତାଙ୍କଠାରେ ଅନ୍ଧକାରର ବିନ୍ଦୁ ବିସର୍ଗ ବା ଲେଶ ଜମା ହିଁ ନାହିଁ। ହାଲେଲୁୟା। ଅର୍ଥ ତାଙ୍କ ଭିତରେ ନା ସ୍ୱାର୍ଥ ଅଛି, ନା ପାପ ଅଛି, ଆଉ ନା ଅଧର୍ମ ଅଛି। ହାଲେଲୁୟା।
ଲେଖା ହେଉଛି କ'ଣ ନା ଈଶ୍ୱର ଜ୍ୟୋତି ସ୍ୱରୂପ ଅର୍ଥ ତାଙ୍କ ଭିତରେ ସ୍ୱାର୍ଥ ନାହିଁ ବା ପାପ ନାହିଁ। ଯଦି ଆପଣ ଆଦି ପୁସ୍ତକ 6 ପର୍ବର 5 ପଦ ପଢ଼ିବେ, ଆଦି ପୁସ୍ତକ 6 ପର୍ବର 5 ପଦ, ଏଟା ଲେଖାଯାଉଛି ଯେ ଈଶ୍ୱର ମନୁଷ୍ୟକୁ ତିଆରି କଲେ, ସୃଷ୍ଟି କଲେ, ଆଉ ତାପରେ ସେଇ ଈଶ୍ୱର ମନୁଷ୍ୟକୁ ଦେଖୁଛନ୍ତି ଆଉ ସେ ଦୁଃଖିତ ହେଉଛନ୍ତି। କ'ଣ ପାଇଁ ଦୁଃଖିତ ହେଉଛନ୍ତି ନା ମନୁଷ୍ୟ ତା ହୃଦୟ ଦ୍ୱାରା ତା ମନ ଦ୍ୱାରା ଯାହା ବି ଚିନ୍ତା କରୁଛି, ଯାହା ବି କଳ୍ପନା କରୁଛି, ଯାହା ବି ଭାବୁଛି କେବଳ ମନ୍ଦ ମନ୍ଦ ମନ୍ଦ। ହାଲେଲୁୟା। କ'ଣ ସେ ଦେଖୁଛନ୍ତି ନା ମୁଁ ଯାହାକୁ ବନେଇଲି ପବିତ୍ର ଭାବରେ, ଧାର୍ମିକତା ଭାବରେ, ପ୍ରେମ ଭାବରେ, ସେ ମନୁଷ୍ୟ କେବଳ ଯାହା ଭାବୁଛି ତା ହୃଦୟ ଦ୍ୱାରା, ଯାହା ଚିନ୍ତା କରୁଛି ତା ମନ ଦ୍ୱାରା, ଯାହା କଳ୍ପନା କରୁଛି ଏ ସବୁ ଯାକ କେବଳ ମନ୍ଦ, ଅର୍ଥ ସ୍ୱାର୍ଥରେ ପୂର୍ଣ୍ଣ, ପାପରେ ପୂର୍ଣ୍ଣ, ଅଧର୍ମରେ ପୂର୍ଣ୍ଣ। ହାଲେଲୁୟା। ତ କିପରି ଗୋଟେ ମନୁଷ୍ୟ ଭିତରେ ପ୍ରେମ ରହିପାରେ? ଯାହା ଭିତରେ ସ୍ୱାର୍ଥ ଅଛି ତାହା ଭିତରେ ପ୍ରେମ କେମିତି ରହିବ? ଯାହା ଭିତରେ ପାପ ଅଛି ତାହା ଭିତରେ ପ୍ରେମ କେମିତି ରହିବ? ଯାହା ଭିତରେ ଅଧର୍ମ ଅଛି ତା ଭିତରେ ପ୍ରେମ କେମିତି ରହିବ? ରହିପାରିବ ନାହିଁ। କାରଣ ଯେଉଁ ଜାଗାରେ ସ୍ୱାର୍ଥ ସେ ଜାଗାରେ ପ୍ରେମ ରୁହେନି, ଯେଉଁ ଜାଗାରେ ପାପ ସେ ଜାଗାରେ ପ୍ରେମ ରୁହେନି, ଯେଉଁ ଜାଗାରେ ଅଧାର୍ମିକତା ସେ ଜାଗାରେ ପ୍ରେମ ରୁହେ ନାହିଁ। କାରଣ ପ୍ରେମ ହେଉଛି ପବିତ୍ର, ପ୍ରେମ ହେଉଛନ୍ତି ଈଶ୍ୱର। ହାଲେଲୁୟା। ଲେଖା ହେଉଛି ମନୁଷ୍ୟ ଯାହା ବି ଭାବୁଛି, ଯାହା ବି ଚିନ୍ତା କରୁଛି, ଯାହା ବି କଳ୍ପନା କରୁଛି କେବଳ ମନ୍ଦ ମନ୍ଦ ମନ୍ଦ, ଅର୍ଥ ସ୍ୱାର୍ଥରେ, ପାପରେ ଆଉ ଅଧର୍ମରେ ପୂର୍ଣ୍ଣ ଅଟେ। ଯଦି ଆପଣ ରୋମିଓ ପୁସ୍ତକ 3 ପର୍ବର 23 ପଦ ପଢ଼ିବେ, ରୋମିଓ ପୁସ୍ତକ 3 ପର୍ବର 23 ପଦ ଅତି ସୁନ୍ଦର ବିଷୟ ଲେଖାଉଛି। ଲେଖାଉଛି ଯେ ସମସ୍ତ ଜଗତ ପାପର ଅଧୀନ। ସମସ୍ତ ଜଗତ କହିଲେ କ'ଣ ନା ମନୁଷ୍ୟ, ଅର୍ଥ ସମସ୍ତେ ପାପ କରିଛନ୍ତି। କାହା ବିଷୟରେ ଲେଖାଉଛି? ମନୁଷ୍ୟ ବିଷୟରେ ଲେଖାଉଛି। ସମସ୍ତେ ପାପ କରିଛନ୍ତି, ଅର୍ଥ ସମସ୍ତେ ବ୍ୟଭିଚାର କରିଛନ୍ତି, ସମସ୍ତେ ଚୋରି କରିଛନ୍ତି, ସମସ୍ତେ ନରହତ୍ୟା କରିଛନ୍ତି, ସମସ୍ତେ ଗାଳି କରୁଛନ୍ତି, ମାତା ପିତାକୁ ସମାଦର କରୁନାହାନ୍ତି, ସମସ୍ତେ ଆଉ ପ୍ରତିବେଶୀର ବିଷୟକୁ ଲୋଭ କରୁଛନ୍ତି ନିଜର କରିବା ପାଇଁ। ହାଲେଲୁୟା। ଅର୍ଥ ସମସ୍ତେ ପାପ କରିଛନ୍ତି। ସମସ୍ତେ ପାପ କରିଛନ୍ତି, ତାହେଲେ ଯୋଉ ଯିଏ ପାପୀ ତା ଭିତରେ ପ୍ରେମ କେମିତି ଆସିବ? ଏବେ ବି ପ୍ରେମ ଆସିପାରିବ ନାହିଁ। କାରଣ ଯୋଉ ଜାଗାରେ ପ୍ରେମ ସେଟା ପାପ ରୁହେ, ସ୍ୱାର୍ଥ ରୁହେ। ଆଉ ଯୋଉ ଜାଗାରେ ସ୍ୱାର୍ଥ ବା ପାପ ରୁହେ ସେ ପ୍ରେମ ରୁହେ ନାହିଁ। ହାଲେଲୁୟା। ତ ପ୍ରେମ କିଏ ଅଟେ? ପ୍ରେମ ହେଉଛନ୍ତି କେବଳ ଏକମାତ୍ର ଈଶ୍ୱର ପ୍ରଭୁ ଯୀଶୁ। ସେ ପ୍ରେମ ଅଟନ୍ତି ଯାହାଙ୍କ ଭିତରେ ସ୍ୱାର୍ଥ ନାହିଁ କି ଯାହାଙ୍କ ଭିତରେ ପାପ ନାହିଁ। ଯଦି ଆମେ ଦେଖିବା ଯୋହନ ପୁସ୍ତକ 3 ପର୍ବର 16 ପଦ, ଯୋହନ ପୁସ୍ତକ 3 ପର୍ବର 16 ପଦ, ଏଠାରେ ଲେଖା ହେଉଛି ଈଶ୍ୱରକୁ, ଲେଖା ହେଉଛି ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ବା ଏମନ୍ତ ପ୍ରେମ କଲେ। ଆଉ କ'ଣ କଲେ ନା ପ୍ରେମ କରୁଛନ୍ତି ବୋଲି ପ୍ରମାଣ ଦେଲେ। କେମିତି ନା ନିଜ ପୁତ୍ରକୁ ପାପୀ ଅଧର୍ମୀ ଲୋକମାନଙ୍କ ନିମନ୍ତେ ମରିବା ପାଇଁ ବା ବଳିଦାନ ହେବା ପାଇଁ କ'ଣ କଲେ ନା କ୍ରୁଶରେ ମରିବା ପାଇଁ ପଠାଇଲେ। ହାଲେଲୁୟା। କ'ଣ ପାଇଁ ପଠାଇଲେ? ଯଦି ପାପୀ ଅଧର୍ମୀ ସ୍ୱାର୍ଥରେ ପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ଯାଇକି ପ୍ରଭୁ ଯୀଶୁ ମରିବେ, ଆଉ ମରିବା ଦ୍ୱାରା କ'ଣ ହେବେ ନା ସେମାନେ ଅନନ୍ତ ଜୀବନ ପାଇବେ। ହାଲେଲୁୟା। ଯୋଉ ପାପୀ ଅଧର୍ମୀ ଆଉ ସ୍ୱାର୍ଥରେ ପୂର୍ଣ୍ଣ ଲୋକମାନେ ବିନଷ୍ଟ ଦିଗ ଆଡ଼େ ଯାଉଥିଲେ, ଯାହାଙ୍କ ଭିତରେ କିଛି ଭଲ ଜିନିଷ ନଥିଲା, ଯାହା ଭିତରେ କିଛି ଉତ୍ତମ ଜିନିଷ ନଥିଲା, ସେହିଭଳି ବ୍ୟକ୍ତି ପାଇଁ ପ୍ରଭୁ କ'ଣ କରୁଛନ୍ତି? ଜୀବନକୁ କ୍ରୁଶରେ ବଳିଦାନ କରେଇଛନ୍ତି 2000 ବର୍ଷ ପୂର୍ବେ। ଯେପରି ଯୋଉମାନେ ବିଶ୍ୱାସ କରି ସେମାନେ ବିନଷ୍ଟ ନହେଇ କ'ଣ ହେବେ? ଅନନ୍ତ ଜୀବନ ପାଇବା। ହାଲେଲୁୟା। ଆମେ ସେଇମାନଙ୍କୁ ଭଲ ପାଉ ଯାହାଠାରୁ କିଛି ପାଇବାର ଆଶା ଥାଏ, ଯାହାଠାରୁ କିଛି ସ୍ୱାର୍ଥ ପୂର୍ଣ୍ଣ ହେବାର ବିଷୟ ଥାଏ, ଯାହାଠାରୁ କିଛି କ'ଣ ସାହାଯ୍ୟ, କିଛି ଉପକାର ହେବାର ବିଷୟ ଥାଏ, ତାକୁ ଆମେ ଭଲ ପାଇଥାଉ। କିନ୍ତୁ ପ୍ରଭୁ ଯୀଶୁ ଏଠି କ'ଣ କରୁଛନ୍ତି ନା ଲୋକମାନଙ୍କୁ ପ୍ରେମ କରୁଛନ୍ତି। ହାଲେଲୁୟା। କୋଉମାନଙ୍କୁ ପ୍ରେମ କରୁଛନ୍ତି? ପାପୀମାନଙ୍କୁ, ଅଧର୍ମୀମାନଙ୍କୁ, ସ୍ୱାର୍ଥରେ ପୂର୍ଣ୍ଣ ଲୋକମାନଙ୍କୁ। ଆପଣ କୁହନ୍ତୁ ପାପୀ କ'ଣ ଦେଇପାରିବ ଉତ୍ତମ ବିଷୟ? ଅଧାର୍ମିକ କ'ଣ ଉତ୍ତମ ବିଷୟ ଦେଇପାରିବ? ସ୍ୱାର୍ଥରେ ପୂର୍ଣ୍ଣ ବ୍ୟକ୍ତି କ'ଣ ଉତ୍ତମ ବିଷୟ ଦେଇପାରିବ? ଦେଇପାରିବ
जो व्यक्ति पापी जी अधर्मी जी स्वार्थ पूर्ण ता पाखे किसी उत्तम विषय ही ना कि प्रभु जीशु बिना उत्तम विषय आशा रखिकी बिना उत्तम विषय पाइबा इच्छा रखिकी न रखिकी कौन कले निज जीवन को से निमंते बलिदान कले। हालेलुया। निस्वार्थ पर प्रेम अर्थ से भल पाइले जो जो माने किसी प्रति बदल दे पारे ना से मरिले जो माने प्रति बदल कौन उत्तम विषय दे पारे ना से सी भल पाइले। हालेलुया। भल पाइबा कौन अटे प्रेम कौन अटे प्रेम हूँ या निस्वार्थ परता अर्थ हूँ प्रेम। हालेलुया। आमे से भल पाइबा जो मान भल पाइबा बदल किसी आमको रिटर्न दे पारे ना यदि से भल पाचे से उन्नति चिंता करुचे यहीटा ही हूँ प्रकृत भल पाइबा। हालेलुया। तो प्रभु यीशु से निमंते मले से पापी लोक निमंते अधर्मी लोक निमंते स्वार्थरे पूर्ण लोक निमंते मले जो मैंने प्रति बदल किसी विषय दे ही पारे। पापी व्यक्ति कौन दब पाप अच्छे स्वार्थपूर्ण व्यक्ति कौन दब स्वार्थ अच्छे अधर्मी व्यक्ति कौन दो अधर्म अच्छे सी कौन दे पार किसी दे पारे प्रभु जी जाना एम मत किसी दे पारे। हालेलुया। तापर जानला परे भी से लोक पापी लोक अधर्मी लोक स्वार्थरे पूर्ण लोक प्रेम कले। हालेलुया। निस्वार्थ पर प्रेम अर्थ बिना आशा रखिकी जन को भल पाइबा। प्रभु यीशु कौन कले निज जीवन को आम निमंते देले जेपरी कौन हो पार ना अनंत जीवन पाइपर। हालेलुया। हो पारता सी किसी टंका दे था पारता किसी राज्य दे था पारता सुना दे था किसी जिनस दे पारते किंतु सी कौन कर जीवन को दौरान। हालेलुया। श्रेष्ठ प्रेम आउ किसी जिनस दे पारता से ब्रह्मांड सृष्टि कर ईश्वर अटंती आउ किसी विषय लोक दे पारते आउ किसी विषय लोक पारते किंतु सी कौन कले जीवन को देले। हालेलुया। जीवन किए दिए जीवन कई दिखते 10 टका मागिले लोक 10 थर भावती प्रभु जीशु किसी पाइबे जानते तथापि निजे जीवन को देले कारण ताकू जना जे मो पाखे जो भल पाइबा जो प्रेम अच्छी निस्वार्थ पर प्रेम जो प्रेम रे किसी पाइबार आशा थाए ताकू प्रेम करता स्वार्थ होता है किंतु ईश्वर प्रेम अटंती कहीं स्वार्थ ना निस्वार्थ पर प्रेम भीतर अच्छी पुत्र क्रूसरे मारिबा द्वारा प्रमाण कले जे मु प्रकृत प्रेम अटे। हालेलुया। प्रेम किए अटे प्रेम प्रभु जीशु अटे। हालेलुया। प्रेम ईश्वर प्रभु जीशु आपन समस्त को आशीर्वाद करंतु आमे निस्वार्थ पर प्रेम जगत को देखा। हालेलुया। जो जगह किसी पाइबार आशा नहीं से जगह प्रेम करवा। हालेलुया। पाइबार आशा रखी प्रेम करवा नहीं यही प्रेम प्रकृत प्रेम नुहे ये प्रेम स्वार्थ को बुझाए। हालेलुया। प्रकृत प्रेम कौन जो जगह किसी पाइबार आशा नहीं तापर भी आम प्रेम करुचे ता ही प्रकृत प्रेम अटे। आ प्रभु जीशु आम को देखी कले जीवन को देदेले द्वारा प्रमाण कले जे मु हूँ प्रकृत प्रेम। हालेलुया। जीशु ही एकमात्र निस्वार्थपर प्रेम अटे। प्रभु यीशुर महिमा आउ गौरव आउ आदर हो। आसतु प्रार्थना कर शेष करवा। पिता मु धन्यवाद दिए तुम अद्भुत प्रेम पाई जगत रे स्वार्थपर प्रेम भरिक अच्छी कि तुम निकट में निस्वार्थपर प्रेम अच्छी जहाँ प्रभु तुम्हें यीशु को आम निमंत क्रूसरे मारिया द्वारा प्रमाण कल मो धन्यवाद प्रशंसा कर प्रभु यीशु नाम मागु अच्छी। आमेन आमेन आमेन। प्रभु आपन समस्त को आशीर्वाद करो। धन्यवाद।